ମୋ ଆଈ ଶାଶୁଙ୍କର ମନ ଦୁଃଖ କାହିଁକି ମନ ଦୁଃଖ ହେଇଛି ତ ଆଗକୁ ଭିଡ଼ିଓ ଦେଖିଲେ ଜାଣିପାରିବେ। ତ ମୋର ଏଇ ଭିଡ଼ିଓଟା ପକାଇବା ଟିକେ ଲେଟ୍ ହେଇଯାଇଛି, ସମସ୍ତଙ୍କ ପାଖରୁ ମୁଁ କ୍ଷମା ଚାହୁଁଛି। ତ ଆଈଙ୍କର ପୁରା ମନ ଦୁଃଖ ହେଇକି ବସିଛନ୍ତି ସିଏ। ନମସ୍କାର, ଜୟ ଜଗନ୍ନାଥ ସାଙ୍ଗମାନେ ସମସ୍ତଙ୍କୁ। ତ ଦେଖୁଥିବେ ମୋ ହାତରେ ଏବେ ଗୋଟେ ବ୍ଲୁ କଲର୍ ଶାଢ଼ୀ ଅଛି। ଏ ଶାଢ଼ୀଟା ଭଲ ଲାଗୁଛି ନା ତାପରେ ଆଉ ଗୋଟେ ଶାଢ଼ୀ ମାନେ ଧରିକି ଛାଡ଼ିଛି ଭିଡ଼ିଓରେ, ଦେଖିବେ କେଉଁ ଶାଢ଼ୀଟା ଭଲ ଲାଗୁଛି ସେଇଟା କମେଣ୍ଟରେ ଜଣାଇବେ। ତ ଏଠି ଝିଅ ଯେମିତି ଲଗନ୍ଧରା ଭାର ସଜାଯାଏ ଝିଅର, ସେମିତି ଆଈଙ୍କର ଘରକୁ ଯିବା ବେଳ ହେଇଗଲା, ସେଥିପାଇଁ ତାଙ୍କର ବ୍ୟାଗ୍ ସବୁ ପୁରାପୁରି ଚାଲିଛି। ଏଇ ଶାଢ଼ୀଟା ଆଈ ପିନ୍ଧିକି ଘରୁ ଆସିଥିଲେ, ତ ସେଇଟା ତାଙ୍କର ବ୍ୟାଗ୍ ଭିତରେ ରଖିଥିଲେ ମୋ ଶାଶୁ। କହିଲେ ଏଇଟା ଆଉ ପିନ୍ଧିକି ଯିବୁନି, ଏଠି ଯେ ଶାଢ଼ୀଟା ଦିଆଯିବ ସେଇଟା ପିନ୍ଧିକି ଆଈ ଶାଶୁ ଯିବେ। ତ ମୋ ହାତରେ ଆଉ ଗୋଟେ ବ୍ୟାଗ୍ ଦେଖୁଥିବେ ଜିଓ ମାର୍ଟ ଜରି। ତ ଜିଓ ମାର୍ଟ ଜରି ଭିତରୁ ମୁଁ ଗୋଟେ ବିସ୍କୁଟ୍ ପ୍ୟାକେଟ୍ କାଢ଼ିଲି, ଆଉ ଗୋଟେ ଲମ୍ବା ଲିଷ୍ଟ। ଆଈଙ୍କୁ କହିଲି ଲମ୍ବା ଲିଷ୍ଟଟା ନେଇଯିବେ, ଘର ବସିକି ପଢ଼ିବେ ଲମ୍ବା ଲିଷ୍ଟଟା କ'ଣ ଲେଖା ହେଇଛି। ଗୋଟେ ମଜାକରେ କହିଲି ଆଈଙ୍କୁ। ତ ଆଈ ଶାଶୁଙ୍କର ଇଚ୍ଛା ଥିଲା ବିସ୍କୁଟ ଆଉ ଦହି ଖାଇବା ପାଇଁ, ସେଥିପାଇଁ ମୁଁ ଆଙ୍କୁ କହିଲି ଜିଓ ମାର୍ଟରୁ ଅର୍ଡ଼ର୍ କରିଦେଇଥିଲେ, ସାଙ୍ଗେ ସାଙ୍ଗେ ଆସି ଘର ପହଞ୍ଚି ଯାଇଥିଲା। ବିସ୍କୁଟ୍ ପ୍ୟାକେଟ୍ ଗୋଟେ, ଦହି ଗୋଟେ। ଦହିଟା ଫ୍ରିଜ୍ରେ ଅଛି, ଫୁଲ୍ ଭିଡ଼ିଓ ଦେଖିଲେ ଜାଣିପାରିବେ ଦହି। ତ ଏଇଟା ଆଉ ଗୋଟେ ଶାଢ଼ୀ, ଦୁଇଟା ଶାଢ଼ୀ ଭିତରୁ କେଉଁ ଶାଢ଼ୀଟା ଭଲ ଲାଗୁଛି କମେଣ୍ଟରେ ନିହାତି ଜଣାଇବେ। ଆଉ ଆଈ ଆମର ପୁରା ମନ ଦୁଃଖରେ ବସିଛନ୍ତି। ଆଉ ସେ ଆଉ କିଛି ଦିନ ରହିଥିଲେ ଭଲ ହେଇଥାନ୍ତା, ଯେହେତୁ ପରୀକ୍ଷା ଚାଲିଥିଲା ପୁଅର, ମୁଁ ଘରକୁ ଯାଇପାରିନଥିଲି। ସେଦିନ ଗୋଟେ ଦିନ ବାହାର କରିକି ଯାଇଥିଲି ମୁଁ, ତାପରେ ପୁତୁରା ଛୁଆ ବି ଘରକୁ ଖାଇବା ପାଇଁ ଆସୁଛୁ ଦ୍ୱିପହରେ, ସେଥିପାଇଁ ମୁଁ ଯାଇପାରିନଥିଲି। ସେଦିନ ସେ ପୁତୁରା ଛୁଆ ଆସିନଥିଲା ଖାଇତେ, ସେଥିପାଇଁ ଆମେ ପଳେଇଥିଲୁ ଘରକୁ। ଯାଇକି ଆଈଙ୍କୁ କହିଲି ଯେ ସେଇ ଶାଢ଼ୀଟା ଆମ ମାଆଙ୍କୁ କହିଲେ ଏଇଟା ତାଙ୍କ ବ୍ୟାଗ୍ରେ ରଖିଦିଅନ୍ତୁ, ସେଇଟା ହାଡ଼ୁଆ ଲାଗୁଛୁ, ସେ ପିନ୍ଧିକି ଯାଇପାରିବେନି। ତ ନରମ ଶାଢ଼ୀଟା ମୋ ହାତରେ ଅଛି, ଏଇ ଶାଢ଼ୀଟା ଆଈଙ୍କୁ କହିଲି ଏଇଟା ଘରକୁ ପିନ୍ଧିକି ଯିବେ। ଆଈ କହିଲେ ହେ ସେଟା ଖସରା ଶାଢ଼ୀ ଲ। ମୁଁ କହିଲି କିଏ କହିଲା ଖସରା ଶାଢ଼ୀ? ସେ ଆମ ପାଖ ପଡ଼ୋଶା ଲୋକ କିଏ ଆସିଥିଲେ ଆମ ଘରକୁ, ସିଏ କହିଦେଇଛନ୍ତି ତାଙ୍କୁ ଖସରା ଶାଢ଼ୀ। ମୁଁ କହିଲି ନା ଏଇଟା ଖସରା ଶାଢ଼ୀ ନୁହେଁ, ଏଇଟା ସୂତା ଶାଢ଼ୀ, ପୁରା ସ୍ମୁଥ୍, ଏଇଟା ଘରକୁ ପିନ୍ଧିକି ଯିବ। ତ ସାନ ନାତି ଆଣିକି ଦେଇଥିଲେ ବିସ୍କୁଟ୍ ଆଉ ଦହି। ଆଉ ଏଇଟା ଦେଖୁଥିବେ, ଏଇଟା ହେଲା ଚୁଡ଼ା ନାସ୍ତା। ଏଇଟା ମୋ ଦେଢ଼ଶୁର ଆଣିଥିଲେ ଆଈଙ୍କ ପାଇଁ ଚୁଡ଼ା ନାସ୍ତା, ଆଉ ଗୋଟେ ମିକ୍ସଚର ଡବା ଆଈଙ୍କ ବାମ ସାଇଡ଼୍ରେ ବସିଛି ଚେନାଚୁର ଡବା, ସେଇଟା ତାଙ୍କ ବଡ଼ ନାତି ଆଣିଥିଲେ। ବିସ୍କୁଟ୍ ଦହି ସାନ ନାତି ଆଣିଥିଲେ। ଇଏ ହେଉଛନ୍ତି ମୋ ଶାଶୁ ବସିଛନ୍ତି ଏପଟର, ସିଏ ହେଉଛନ୍ତି ଆଈ ଶାଶୁ। ଏଇଟା ହେଲା ଦହି ପ୍ୟାକେଟ୍। ତ ଆଈଙ୍କର ସେ ବ୍ୟାଗ୍ରେ ସବୁ ଆଚାର, ମିକ୍ସଚର, ବିସ୍କୁଟ୍, ନାସ୍ତା ସବୁ ପ୍ୟାକିଂ କରିଦେଲି ବ୍ୟାଗ୍ ଭିତରେ ସବୁ। ମାଆ ଆମର ବସିକି ତାଙ୍କର ବ୍ୟାଗ୍ ସବୁ ଭର୍ତ୍ତି କରିଦେଲେ। ଆଉ ଆଈଙ୍କର ମନ ଦୁଃଖ, ସେ ଆଉ କିଛି ଦିନ ରହିଥାନ୍ତେ, ତଥାପି ସିଏ ଘରକୁ ଯାଉଛନ୍ତି। ଆଉ 15 ଦିନ ମାସେ ପରେ ଆମେ ତାଙ୍କୁ ନେଇ ଆସିବେ ଆମ ଘରକୁ, ସିଏ ରହିବେ। ତ ତାଙ୍କର କେତେ ବର୍ଷ ହେବ କହିପାରିବେ ସାଙ୍ଗମାନେ? ତାଙ୍କର ନିହାତି କେତେ ବର୍ଷ ହେବ କମେଣ୍ଟରେ ଜଣାଇବେ, ତାଙ୍କର କେତେ ବର୍ଷ। ଯଦି ଯାହାର ଜାଣିବା ପାଇଁ ଇଚ୍ଛା ଥିବ ତାହେଲେ କମେଣ୍ଟରେ ଜଣାଇବେ, ମୁଁ ଜଣାଇବି ତାଙ୍କର କେତେ ବର୍ଷ। ତ ଆଈ ଆମର ପଳେଇ ଯିବେ ଘରକୁ, ତାଙ୍କର ଇଚ୍ଛା ବହୁତ ମୋ ପୁଅର ବାହାଘର ଦେଖିବା ପାଇଁ, ମୋ ଦେଢ଼ଶୁରଙ୍କ ଝିଅମାନଙ୍କର ବାହାଘର ଦେଖିବା ପାଇଁ। ତ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛୁ, ସେ ଆହୁରି ଲମ୍ବା ଆୟୁଷ ନେଇକି ରୁହନ୍ତୁ, ଛୁଆମାନଙ୍କର ସମସ୍ତଙ୍କର ବାହାଘର ଦେଖିପାରିବେ। ଆପଣମାନେ ବି ଭଗବାନଙ୍କ ପାଖରେ ପ୍ରାର୍ଥନା କରନ୍ତୁ, ସେ ବଞ୍ଚନ୍ତୁ, ଛୁଆମାନଙ୍କର ବାହାଘର ଦେଖିକି ତାଙ୍କ ଜୀବନ ଯାଉ। ଭିଡ଼ିଓଟି ଭଲ ଲାଗିଲେ ଫଲୋ କରିବେ, ଲାଇକ୍